ଆଜି ଆମେ ଲେଖିବା ଅଗଷ୍ଟ ମାସର ଦ୍ୱିତୀୟ ସପ୍ତାହର ଅଧିକା ବୈଠକ ବିବରଣୀ। ପ୍ରଥମ ବୈଠକ ତାରିଖ ଦେଇଛି। ସ୍ଥାନ ଯେ ଯାହାର ଅଙ୍ଗନବାଡ଼ି କେନ୍ଦ୍ରର ନାମ ଲେଖିବେ। ସମୟ ଦିବା 12 ଘଟିକା। ଅଦ୍ୟତା 10/8/2024 ଶନିବାର ଦିବା 12 ଘଟିକା ସମୟରେ ମନ୍ଦାସାହି ପାଟଣା ଅଙ୍ଗନବାଡ଼ି କେନ୍ଦ୍ରରେ ଗ୍ରାମର ସମସ୍ତ କିଶୋରୀମାନଙ୍କୁ ନେଇ ଅଧିକା ବୈଠକ ହୋଇଥିଲା। ଏହି ବୈଠକରେ ସମସ୍ତ କିଶୋରୀ ସହିତ ଆଶା ଦିଦି, ଏନ୍ଏମ୍ ଦିଦି, ଏସ୍ଏଚ୍ଜି ମେମ୍ବର ଉପସ୍ଥିତ ଥିଲେ। ଉକ୍ତ ବୈଠକରେ ସଖୀ ପୂଜା ଦାସ ଓ ସହେଲି ଜ୍ୟୋତି ଦାସ ସଭା କାର୍ଯ୍ୟ ପରିଚାଳନାରେ ସାହାଯ୍ୟ କରିଥିଲେ। ଅଗଷ୍ଟ ମାସର ବିଷୟ ସୁରକ୍ଷା ଓ କଲ୍ୟାଣ। ଅଗଷ୍ଟ ମାସର ଦ୍ୱିତୀୟ ସପ୍ତାହର ଆଲୋଚ୍ୟ ବିଷୟ ଯୌନ ଶୋଷଣ ଓ ଏହାର ପ୍ରତିରୋଧ। ଯୌନ ଶୋଷଣ ହେଉଛି ବୟସ୍କ କିମ୍ବା ଅଧିକ ଶକ୍ତିଶାଳୀ ବ୍ୟକ୍ତିଙ୍କ ଦ୍ୱାରା ଯୌନ ସନ୍ତୁଷ୍ଟି ପାଇଁ ଶିଶୁର ବ୍ୟବହାର ହେଉଛି ଶିଶୁ ଯୌନ ଶୋଷଣ। ଉଭୟ ଝିଅ ଓ ପୁଅ ଯୌନ ଶୋଷଣର ଶିକାର ହୁଅନ୍ତି। ଦୁର୍ବ୍ୟବହାରକାରୀ ପ୍ରଥମେ ପିଲାଟି ପ୍ରତି ବିଶେଷ ଧ୍ୟାନ ଦିଅନ୍ତି, ପ୍ରେମ ଓ ସ୍ନେହ ପ୍ରକାଶ କରନ୍ତି, ଉପହାର ପ୍ରଦାନ କରି ପିଲାଟିକୁ ସ୍ୱତନ୍ତ୍ର ଅନୁଭବ କରାନ୍ତି। ପିଲାଟି ସୁରକ୍ଷିତ ଅନୁଭବ କଲା ପରେ ବ୍ୟକ୍ତି ଶିଶୁକୁ ଦୁର୍ବ୍ୟବହାର କରିବାକୁ ଚେଷ୍ଟା କରନ୍ତି। ଯୌନ ନିର୍ଯାତନା ହେଲା ଏପରି କିଛି ଇଙ୍ଗିତ ଯାହାଦ୍ୱାରା ପିଲାମାନଙ୍କୁ ମାନସିକ ସ୍ତରରେ କଷ୍ଟ ଦେଇଥାଏ କିମ୍ବା ତାଙ୍କ ମନରେ ଦ୍ୱନ୍ଦ୍ୱଜନିତ ଚାପ ସୃଷ୍ଟି କରିଥାଏ, ଯାହାକି ପରବର୍ତ୍ତୀ କାଳରେ ପିଲା ପାଇଁ ସମସ୍ୟା ସୃଷ୍ଟି କରିଥାଏ। ଏହା ଶାରୀରିକ ହୋଇପାରେ କିମ୍ବା ଅସ୍ୱାଭାବିକ ହୋଇପାରେ। ଅଶ୍ଳୀଳ ମନ୍ତବ୍ୟ ଦେବା, ଶରୀରକୁ ଛୁଇଁବା କିମ୍ବା ଦେଖିବା, ଆପତ୍ତିଜନକ ଚିଠିପତ୍ର, ଟେଲିଫୋନ କଲ୍, SMS କରିବା, କୌଣସି ପ୍ରକାର ଥଟ୍ଟା ପରିହାସ ଯାହାକି ପିଲାମାନଙ୍କ ମନରେ ସଙ୍କୋଚ ଭାବ ସୃଷ୍ଟି କରିଥାଏ। ଲିଙ୍ଗଭିତ୍ତିକ ଉପହାସ ବା ମନ୍ତବ୍ୟ ଦେବା, ଶିଶୁଙ୍କୁ କୌଣସି ପ୍ରକାର ଯୌନ ଦୁର୍ବ୍ୟବହାର, ଶିଶୁଙ୍କୁ ବେଶ୍ୟାବୃତ୍ତି କିମ୍ବା କୌଣସି ବେଆଇନ ଯୌନ କାର୍ଯ୍ୟକଳାପରେ ନିୟୋଜିତ କରିବା, ଶିଶୁଙ୍କୁ ଅଶ୍ଳୀଳ ଚିତ୍ରରେ ବ୍ୟବହାର କରିବା, ଶିଶୁଙ୍କୁ ଯୌନ ସମ୍ବନ୍ଧୀୟ ଚିତ୍ର ଦେଖାଇବା, ଯୌନ ଇଚ୍ଛା ଥିବା ଶାରୀରିକ ବ୍ୟବହାର କିମ୍ବା କଥାବାର୍ତ୍ତା କରିବା, ଯୌନ ସମ୍ବନ୍ଧୀୟ ଟିପ୍ପଣୀ ଦେଇ ଚିଡ଼ାଇବା, ଅଶ୍ଳୀଳ କିମ୍ବା ଅନ୍ୟ ଆପତ୍ତିଜନକ ସମ୍ମାନହାନି କରୁଥିବା କାର୍ଟୁନ ପୁସ୍ତିକା ଦେଖାଇବା, ଏମିତି କୌଣସି କାର୍ଯ୍ୟ ଯାହା ଶିଶୁର ବ୍ୟକ୍ତିଗତ ଜୀବନକୁ ପ୍ରଭାବ ପକାଉଥିବ କିମ୍ବା ସମ୍ଭାବନା ଥିବ ଅଥବା ତାକୁ ଶାରୀରିକ ତଥା ମାନସିକ ରୂପେ ବିଚଳିତ କରୁଥିବ ଇତ୍ୟାଦିକୁ ଯୌନ ଶୋଷଣ କୁହାଯାଏ। ଏହାର କିପରି ଆମେ ପ୍ରତିରୋଧ କରିବା? ଏହାର ପ୍ରତିରୋଧ କରିବା ପାଇଁ ଯୌନ ଶୋଷଣର ଶିକାର ଛାତ୍ରଛାତ୍ରୀ ନିର୍ଭୟରେ ସ୍କୁଲରେ ଯେକୌଣସି ଅଧିକାରୀଙ୍କୁ ଜଣାଇ ପାରିବେ। ତୁମ ପିତାମାତା କିମ୍ବା ବିଶ୍ୱସ୍ତ ବୟସ୍କଙ୍କୁ ସାହାଯ୍ୟ ପାଇଁ କୁହ ଏବଂ ଯେ ପର୍ଯ୍ୟନ୍ତ କାହାଠାରୁ ସାହାଯ୍ୟ ପାଇନାହ ସେହିପରି କହିଚାଲ। ତୁମେ ମଧ୍ୟ ଏହିପରି ଘଟଣା ବିଷୟରେ ଚାଇଲ୍ଡ ଲାଇନ୍ ନମ୍ବର 1098କୁ ରିପୋର୍ଟ କରିପାରିବ। ଅଜଣା ଲୋକଙ୍କ ସହିତ କଥାବାର୍ତ୍ତା କର ନାହିଁ, ଖାଦ୍ୟ ଉପହାର ଗ୍ରହଣ କର ନାହିଁ ଏବଂ ସେମାନଙ୍କ ସହିତ ଏକୁଟିଆ ଯାଅ ନାହିଁ। ଯାହାକୁ ତୁମେ ଜାଣ ନାହିଁ ତାଙ୍କ ସହିତ ଫଟୋ ଭିଡ଼ିଓ ଦେବା ନେବା କର ନାହିଁ। ବୈଠକ ଶେଷରେ କିଶୋରୀମାନଙ୍କୁ AF ବଟିକା ଖାଇବାକୁ ଦିଆଗଲା। ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାରେ ଅଣ୍ଡା ବଣ୍ଟନ କରି ସମସ୍ତଙ୍କୁ ଧନ୍ୟବାଦ ଦେଇ ଆଜିର ଅଧିକା ବୈଠକ ଶେଷ କରାଗଲା।